ଯୌନ ପୁସ୍ତକ ପାଞ୍ଚ ପର୍ବ ଏକ ପଦରୁ ନେଇକି 8 ପଦ ପର୍ଯ୍ୟନ୍ତ। ଏଥି ଉତ୍ତାରେ ଯିହୁଦୀ ମାନଙ୍କର ଗୋଟିଏ ପର୍ବ ପଡ଼ିଲା। ଆଉ ଯୀଶୁ ଜେରୁସଲାମକୁ ଯାତ୍ରା କଲେ। ଜେରୁସଲାମର ମେଷଦ୍ୱାର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି। ଏଭଳି ଭାଷାରେ ତାହାକୁ ବେତ୍ସିଦା ବୋଲି କହନ୍ତି। ତାହାର 5ଟି ମଣ୍ଡପ। ସେଗୁଡ଼ିକର ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ି ରହୁଥିଲେ। ସେମାନେ ଜଳ ସଞ୍ଚଳନ ଅପେକ୍ଷାରେ ରହୁଥିଲେ, କାରଣ କୌଣସି କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତରଣ କରି ଜଳ କମ୍ପାଉଥିଲେ। ଆଉ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା। ସେଠାରେ 38 ବର୍ଷାବଧି ରୋଗାଗ୍ରସ୍ତ ଜଣେ ଲୋକ ଥିଲା। ଯୀଶୁ ତାହାକୁ ପଡ଼ି ରହିଥିବା ଦେଖି ବହୁ କାଳର ରୋଗୀ ବୋଲି ଜାଣି ତାକୁ ପଚାରିଲେ, ତୁମେ କଣ ସୁସ୍ଥ ହେବାକୁ ଇଚ୍ଛା କରୁଛ? ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋର କେହି ନାହିଁ। ଆଉ ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ ଆଗରୁ ପଶିଯାଏ। ଯୀଶୁ ତାଙ୍କୁ କହିଲେ, ଉଠ, ତୁମର ଖଟିଆ ଘେନି ଚାଲ। ସେହି କ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା। ସେଦିନ ବିଶ୍ରାମ ବାର ଥିଲା। ସମସ୍ତଙ୍କୁ ନମସ୍କାର। ଆଜି ପରମେଶ୍ୱର ମୋତେ ସୁଯୋଗ ଦେଲେ ଆଉ ସକାଳେ ଉପାସନା କରିବା ପାଇଁ। ଆଉ ଯେତେବେଳେ ଆମେ ଦେଖୁଛୁ ପରମେଶ୍ୱର କେମିତି ଆମମାନଙ୍କୁ କ୍ରମାଗତ ଭାବରେ ସେଠି ମହିଷଦ୍ର ବିଷୟରେ ଆଉ ଦାଉଦ ବିଷୟରେ କହୁଛନ୍ତି। ଆଉ କାଲି ମଧ୍ୟ ଆମେ ସେଠି ଦାଉଦ ଆଉ ମହିଷଦ୍ର ଜୀବନକୁ ନେଇକି କଥା ହଉଥିଲୁ। କି ମହିଷଦ୍ର ହୃଦୟ କେମିତି ଆଉ ଦାଉଦର ହୃଦୟ କେମିତି। ତ ସେଠି ଜନାଥନ ପାଇଁ ଦାଉଦ ସେଠି ଖୋଜୁଛନ୍ତି ସାଉଲ ବଂଶରେ କିଏ ଅଛି, ମୁଁ କାହା ପ୍ରତି ଦୟା ପ୍ରକାଶ କରିପାରିବି। ତ ସେଠି ଶିବ ଅଛି ଯିଏ କହୁଛି, ନାଇଁ, ମହିଷଦ ବୋଲି ଜଣେ ଲୋକ ଅଛି କିନ୍ତୁ ତାର ପାଦ ହଉଛି ଛୋଟା। ତ ସେ ସମୟରେ ସେ ମହିଷଦକୁ ଡକାଅ ବୋଲି ଦାଉଦ କହିଲେ। ଯେତେବେଳେ ମହିଷଦକୁ ଡକା ହେଲା, ଆଉ ମହିଷଦ ଯେତେବେଳେ ଦାଉଦ ସମ୍ମୁଖରେ ଛିଡା ହେଲେ, ଆଉ ସିଏ ଯଦ୍ୟପି ଦାଉଦ ସାମ୍ନାକୁ ଗଲେ, କିନ୍ତୁ ଦାଉଦ ଯେତେବେଳେ କହିଲେ, କିଛି ଭୟ କର ନାହିଁ, ଆଉ ମୁଁ ତମକୁ ଜନାଥନ ସକାଶେ ମୁଁ ତତେ ତମ ସାଉଲ ପ୍ରତି ତମ ପ୍ରତି ଦୟା ପ୍ରକାଶ କରିପାରିବି। ଆଉ ସାଉଲର ଭୂମି ଯାହା ଅଛି ମୁଁ ତତେ ଫେରେଇ ଦେବି। ଆଉ ତୁ ନିତ୍ୟ ମୋର ମେଜରେ ବସିକି ଭୋଜନ କରିବୁ ବୋଲି କହିଲେ। କିନ୍ତୁ ମହିଷଦ୍ର ହୃଦୟକୁ ଦେଖିଲେ ସେଠି ଡର ଅଛି। ଆଉ ଆଉ ନିଶ୍ଚିନ୍ତ ଦାଉଦ ହଉଛନ୍ତି ସାଉଲର ବିରୋଧୀ। ଆଉ ମୁଁ ମୋର ଜେଜେବାପା ସାଉଲ ଯିଏ, ସିଏ ମଧ୍ୟ ସଦାବେଳେ ଦାଉଦକୁ ବିରୋଧ କରିକି ବଞ୍ଚିଛନ୍ତି। ତ ଏଇଟା କେମିତି ହବ? ଆଉ ସତ ଏଇଟା କଣ ସାଉଲ ମତେ ଦାଉଦ ମତେ କଣ ସତରେ ଏ, ଦୟା ଦେଇପାରିବ କି? ଏଇଟା କେବେ ବି ହବ ନାହିଁ। ତ ମହିଷତ କାହିଁକି ସେ ପ୍ରକାର ବିଷୟ କହୁଛି? କାରଣ ସେ କେବେ ମଧ୍ୟ ବିଶ୍ୱାସ କରିପାରୁନି କି ସତରେ ଦାଉଦ ମତେ ଅନୁଗ୍ରହ ଦେବା ପାଇଁ ଚାହୁଁଛନ୍ତି। ସତରେ ମୁଁ ଅ, ଦାଉଦ ଘରେ ରହିକି ଦାଉଦ ସହିତ ରାଜମେଜରେ ପ୍ରଭୁତିରେ ନିତ୍ୟ ଭୋଜନ କରିପାରିବି। ତ ସେ କେବେ ମଧ୍ୟ ସେମିତି ବିଶ୍ୱାସ କରିପାରୁନି। ସେଥିପାଇଁ ତାର ହୃଦୟରେ ଡର ଆସୁଛି, କେମିତି ହବ ଏଇଟା, କଣ ହବ ବୋଲି। ସେଥିପାଇଁ ସେ କହୁଛି, ପ୍ରଭୁ, ମୁଁ ତ ଆପଣଙ୍କ ଦାସ, ଆଉ ଆପଣଙ୍କ ଦାସ ବିଷୟରେ ଏଇଟା କଣ? ମୁଁ ତ ମଲା କୁକୁର ବୋଲି କହୁଛି। ତ ନିଜକୁ ମଲା କୁକୁର କହିବାଟା ହଉଛି ଦାଉଦ ଯାହା ବି କହୁଛନ୍ତି ସେଟା ବିଶ୍ୱାସ ନ କରିବା ସହିତ ସମାନ। ତାମାନେ ସେ ଦାଉଦ କହିବା ବାକ୍ୟକୁ ସେ ଗ୍ରହଣ କରୁନାହିଁ। କିନ୍ତୁ ଅନ୍ୟ ସାଇଡରେ ଦେଖିଲେ ଦାଉଦ କ୍ରମାଗତ ଭାବରେ ତାଙ୍କୁ କହୁଛନ୍ତି, କିଛି ଭୟ କରେ ନା, ଆଉ ମୁଁ ତୋ ପ୍ରତି ଦୟା ପ୍ରକାଶ କରିବି। ତ ସତରେ ଆମେ ଯେତେବେଳେ ଦେଖୁଛୁ ଏ ଜଗତରେ ଯେତେବେଳେ ମଧ୍ୟ ବଞ୍ଚୁଅଛୁ, ଅଧିକାଂଶ ସମୟରେ ଆମେ ଆଉ ଭୟ କରିବାର ଜୀବନ ଆମେ ବଞ୍ଚିଥାଉ। ଆଉ ନିଜର ଚିନ୍ତାକୁ କେନ୍ଦ୍ର କରିକି ପ୍ରକୃତରେ ବଞ୍ଚିଥାଉ। କିନ୍ତୁ ସେଠି ପରମେଶ୍ୱର ଆମ ମାନଙ୍କୁ
ସେ ଶକ୍ତିକୁ ଦେବା ପାଇଁ ଚାହୁଁଛନ୍ତି, ଯୋଉ ଶକ୍ତି କୁ ପାଇଲେ ଆମେ ପ୍ରକୃତିରେ ବିନା ବିନା ଭୟରେ ପ୍ରକୃତିରେ ଜଗତରେ ବଞ୍ଚିବୁ। ସେଥିପାଇଁ ଆ, ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହଉଛି ମୋର ହୃଦୟ ପ୍ରଭୁଙ୍କ ଆଡକୁ କେମିତି ଆଉ ବାକ୍ୟ ଆଡକୁ କୋଉ ପ୍ରକାର ହୃଦୟ ପ୍ରକୃତିରେ ଅଛି। ତ ମୋର ଲାଇଫ ମଧ୍ୟ ପ୍ରକୃତିରେ ସେ ପ୍ରକାର ହବ। ତ ଲାଷ୍ଟ ଟାଇମ ମୁଁ ଯେତେବେଳେ ଗୋଟେ ବାକ୍ୟ ପାଇଲି ସେଠି କି ଆମେ ପରମେଶ୍ୱରଙ୍କ ସମ୍ମୁଖରେ ଯେତେବେଳେ ବଞ୍ଚୁଛୁ ଆଉ ପରମେଶ୍ୱର କେମିତି ଆମମାନଙ୍କୁ ପ୍ରକୃତିରେ ସେଠି ଦେଖୁଛନ୍ତି। ଆମେ ଟିକେ ଦେଖିବା ଯାତ୍ରା ପୁସ୍ତକ ବାକ୍ୟ ଟିକେ କାଢନ୍ତୁ। ଯାତ୍ରା ପୁସ୍ତକ 32 ପର୍ବ ବାକ୍ୟ ଟିକେ ଆମେ ଦେଖିବା। 1ରୁ 6 ପଦ ଯାଏଁ ବାକ୍ୟ ପଢିବା। ଅନନ୍ତର ମୂଷାଙ୍କର ପର୍ବତରୁ ଓହ୍ଲାଇବାର ବିଳମ୍ବ ଦେଖି ଲୋକମାନେ ହାରଣଙ୍କ ନିକଟରେ ରୁଣ୍ଡ ହୋଇ ତାଙ୍କୁ କହିଲେ, ଉଠ, ଆମମାନଙ୍କର ଅଗ୍ରଗାମୀ ହେବା ପାଇଁ ଆମ୍ଭମାନଙ୍କ ନିମନ୍ତେ ଦେବତା ନିର୍ମାଣ କର। ଯେହେତୁ ଯେଉଁ ବ୍ୟକ୍ତି ମିଶର ଦେଶରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ, ସେହି ମୂଷାଙ୍କ ପ୍ରତି ଆମମାନଙ୍କର ଏ, କଣ ଘଟିଲା ତାହା ଆମ୍ଭେମାନେ ଜାଣୁନାହୁଁ। ତହୁଁ ହାରଣ ସେମାନଙ୍କୁ କହିଲେ, ତେବେ ତୁମେମାନେ ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ର କନ୍ୟା ଗଣର କର୍ଣ୍ଣରୁ ସ୍ୱର୍ଣ୍ଣ କୁଣ୍ଡଳ କାଢି ମୋ ପାଖକୁ ଆଣ। ଆଉ ତହିଁରେ ସମସ୍ତ ଲୋକ ଆପଣା ଆପଣା କର୍ଣ୍ଣରୁ ସ୍ୱର୍ଣ୍ଣ କୁଣ୍ଡଳ ସବୁ କାଢି ହାରଣଙ୍କ କତିକି ଆଣିଲେ। ସେ ସେମାନଙ୍କ ହସ୍ତରୁ ତାହା ନେଇ ଶିଳ୍ପାସ୍ତ୍ରରେ ଛାଞ୍ଚ ପ୍ରସ୍ତୁତ କରି ଏକ ଢଳା ବାଛୁରୀ ନିର୍ମାଣ କଲେ। ତହୁଁ ଲୋକମାନେ କହିଲେ, ହେ ଇସ୍ରାଏଲ, ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ, ସେ ଏହି। ତହିଁରେ ହାରଣ ତାହା ଦେଖି ତାହାର ସମ୍ମୁଖରେ ଗୋଟିଏ ବେଦୀ ନିର୍ମାଣ କଲେ। ପୁଣି କାଲି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ ହେବ, ଏହା ଘୋଷଣା କରେଇଲେ। ଏଥିରେ ଲୋକମାନେ ଆର ଦିନ ପ୍ରାନ୍ତରରେ ଉଠି ସମବେଳି ଉତ୍ସବ କଲେ ଓ ମଙ୍ଗଳାର୍ଥକ ନୈବେଦ୍ୟ ଆଣିଲେ। ତହୁଁ ଲୋକମାନେ ଭୋଜନ ପାନ କରିବାକୁ ବସିଲେ, ଏଉତାରେ ଲୀଳା କରିବାକୁ ଉଠିଲେ। ତ ଏ ବାକ୍ୟ ଯେତେବେଳେ ଆମେ ଦେଖୁଛୁ ଆଉ ସେଠି ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ବାହାର କରିକି ଆଣିଲେ ମିଶର ଦେଶରୁ। ଆଉ ମିଶର ଦେଶରୁ ବାହାର କରିକି ଆଣିଲେ, କିନ୍ତୁ ଗୋଟେ ସମୟ ଆସିଲା ପରମେଶ୍ୱର ମଷାଙ୍କୁ ଡାକିଲେ। ମଶା 40 ଦିନ ଲୋକମାନଙ୍କ ସାମ୍ନାରେ ରହିପାରିଲେ ନାହିଁ। ତ ସେ ସିନେଇ ପର୍ବତକୁ ଗଲେ। ଆଉ ପରମେଶ୍ୱର ସେଠି ବ୍ୟବସ୍ଥା ଦେବା ସହିତ ପରମେଶ୍ୱର ଆଉ ସ୍ୱର୍ଗରେ ଥିବା ସମାଗମ ତମ୍ବୁକୁ ମଶାଙ୍କୁ ଦେଖେଇଲେ। ଆଉ ମୂଷା ଯେତେବେଳେ ତମ୍ବୁ ଯୋଉ ସ୍ୱର୍ଗରେ ସୀସା ଦେଖିଲେ, ପରମେଶ୍ୱର କହିଲେ, ତମେ ପ୍ରାନ୍ତରରେ ଯାଇକି ଏ ପ୍ରକାର ସମାଗମ ତମ୍ବୁ ତିଆରି କର, ଯାହା ହଉଛି ପାର୍ଥିବ ବିଷୟ କହିଲେ। ମାନେ ଅରିଜିନାଲ ମାନେ ସମାଗମ ତମ୍ବୁ ସ୍ୱର୍ଗରେ ଅଛି, କିନ୍ତୁ ତାର କପି ପେଷ୍ଟ ଜଗତରେ କରାହବ। ସେଥିପାଇଁ ମଶା ସବୁ ବିଷୟକୁ ଦେଖିଲେ। ତ ମଶାଙ୍କୁ 40 ଦିନ ଲାଗିଲା, ମାନେ ସେ ସମାଗମ ବିଷୟରେ ସବୁ ପ୍ରଭୃତିରେ ଦେଖିବା ପାଇଁ। ତ 40 ଦିନ ପରେ ମଶା ଯେତେବେଳେ ପାହାଡରୁ ଯେତେବେଳେ ଓହ୍ଲେଇକି ଆସୁଛନ୍ତି, ତ ସେ ସମୟରେ ମଶାଙ୍କୁ ପରମେଶ୍ୱର ସାକ୍ଷ୍ୟ ପତ୍ର ଦେଲେ 2ଟା ପ୍ରସ୍ତର ଫଳ ପରେ। ତ ମୂଷା ସେ ବିଷୟକୁ ଧରିକି ଆସିଲା ବେଳକୁ ଦେଖିଲେ କି ଲୋକମାନେ ପାପ କରିଅଛନ୍ତି ଆଉ ଦେବତା ସେମାନେ ପୂଜା କରୁଅଛନ୍ତି, ଯାହା ପରମେଶ୍ୱର ଘୃଣା କରୁଛନ୍ତି ସେ ବିଷୟ ସେମାନେ କରୁଛନ୍ତି। ସେଥିପାଇଁ ମୂଷା ଯେତେବେଳେ ଧରିକି ଆସିଲା ବେଳକୁ ପରମେଶ୍ୱର ମୂଷାଙ୍କୁ କହିଲେ, ମୂଷା ତୁ ଆଉ ତଳକୁ ଓହ୍ଲେଇ ଯା ନା, ଆଉ ତୁ ହାତରେ ଯୋଉ ସାକ୍ଷ୍ୟ ପତ୍ର ଧରି ଆସୁ ସେଟାକୁ ତଳେ ପକେଇ ଦେ ବୋଲି କହିଲେ। ତ ସେ ସମୟରେ ମୂଷା ଦେଖିଲେ ପରମେଶ୍ୱର କାହିଁକି ବର୍ତ୍ତମାନ ମତେ ଦେଲେ, କିନ୍ତୁ ଆଉଥରେ କାହିଁକି ପ୍ରକୃତରେ ସେ ସାକ୍ଷ୍ୟ ପତ୍ର ତଳେ ଫିଙ୍ଗିବା ପାଇଁ କହୁଛନ୍ତି। ତ ସେ ସମୟରେ ମୂଷା କୌଣସି ବିଷୟକୁ ନ ଦେଖିକି କିନ୍ତୁ ପ୍ରଭୁଙ୍କର ବାକ୍ୟ ସେ ଗ୍ରହଣ କଲେ, ଆଉ ଏ ସାକ୍ଷ୍ୟ ପତ୍ର ତଳେ ଫିଙ୍ଗିଦେଲେ। ତ ସେ ସମୟରେ ସେ ସାକ୍ଷ୍ୟ ପତ୍ର ଭାଙ୍ଗିଗଲା। ସେ ସମୟରେ ପ୍ରଭୁ କହିଲେ, ମୋର ଲୋକମାନେ ବିମୁଖ ହୋଇଛନ୍ତି, ଆଉ ଏତେ ଜଲଦି ମତେ ଏମାନେ ପରିତ୍ୟାଗ କରିବେ ମୁଁ କେବେ ଚିନ୍ତା କରୁନଥିଲି। କିନ୍ତୁ
ଏମାନେ ହଉଛନ୍ତି ଜଣେ ଲୋକ ସପ୍ତଗ୍ରୀବ ଲୋକ, ବର୍ତ୍ତମାନ ମଧ୍ୟ ନିଜର ଚିନ୍ତାକୁ ଅନୁଗମନ କରୁଛନ୍ତି। ବର୍ତ୍ତମାନ ବି ଏମାନେ ଜଣେ ଲୋକ ମିଶରକୁ ଫେରି ଯିବା ପାଇଁ ପ୍ରକୃତିରେ ମନ୍ତ୍ରଣା କରୁଅଛନ୍ତି, ଚିନ୍ତା କରୁଅଛନ୍ତି। ଆଉ ତୁ ଯା ଏ ଲୋକମାନଙ୍କ ସମ୍ମୁଖରେ ତୁ ଘୋଷଣା କରେ, ବର୍ତ୍ତମାନ ପ୍ରଭୁଙ୍କ ସପକ୍ଷରେ କିଏ ଅଛି? ସେ ମୋ ସାଇଡକୁ ଆସୁ ବୋଲି କହ ବୋଲି କହିଲାକୁ ମୂଷା ଆସିଲେ ବିନା ହାତରେ ଆଉ ଲୋକଙ୍କ ସମ୍ମୁଖରେ ଘୋଷଣା କଲେ। ଆଉ ଯେତେବେଳେ ଘୋଷଣା କଲେ ଠିଆ ହେଇକି, ତ ସେ ସମୟରେ ଲେବିର ଲୋକ, ଲେବି ବଂଶ ପ୍ରକୃତିରେ ମୂଷାଙ୍କ ସାଇଡରେ ଆସିଲେ। ତ ଏଇ ଜାଗାରେ ଯଦି ଆମେ ଦେଖିବା ସେଠି ହାରଣ ବୋଲି ଅଛନ୍ତି, ଯିଏ କି ଯାଜକ ଭାବରେ କାର୍ଯ୍ୟ କରୁଅଛନ୍ତି। ଏ ହାରଣ ହଉଛନ୍ତି ଯିଏ କି ଇସ୍ରାଏଲ ଲୋକମାନଙ୍କୁ ପାପ କରିବା ଲୋକ, ଆଉ ଜୀବନ ନଥିବା ଦେବତାକୁ ଇସ୍ରାଏଲ ଲୋକମାନଙ୍କୁ ଦେବା ଲୋକ। କିନ୍ତୁ ଆଶ୍ଚର୍ଯ୍ୟ ବିଷୟ, ଯେତେବେଳେ ବାକ୍ୟ ଆସୁଛି ପରମେଶ୍ୱରଙ୍କର, ଏ ହାରଣ ସିଧାସଳଖ ନିଜର ଚିନ୍ତାକୁ ବଦଳଉଛନ୍ତି ଆଉ ମଶାଙ୍କ ସାଇଡରେ ଯାଇକି ଛିଡା ହଉଛନ୍ତି। ତେଣୁ ଏ ହାରଣ ଯେହେତୁ ଯାଇକି ଛିଡା ହେଲେ, ସେଥିପାଇଁ ଲେବି ବଂଶ ପ୍ରକୃତିରେ ବଞ୍ଚିଲେ। ତ ଏ ସମୟରେ ଆମେ ଯେତେବେଳେ ଦେଖୁଛୁ ଏ ବାକ୍ୟ ଦ୍ଵାରା ମଧ୍ୟ, ତ ଆମର ଚିନ୍ତା ଯେମିତି ବି ଥାଉ ନା କାହିଁକି, ଆମେ ଯୋଉ ପ୍ରକାର ଜୀବନ ବଞ୍ଚି ଥାଉ ନା କାହିଁକି, କିନ୍ତୁ ଆମେ ପ୍ରତି ମୁହୂର୍ତ୍ତରେ ଯଦି ନିଜର ଚିନ୍ତାକୁ ବଦଳେଇକି ଆଉ ବାକ୍ୟ ସମ୍ମୁଖରେ ଫେରିବାର ମନ ହୃଦୟକୁ ଯଦି ଆମେ ରଖିଅଛୁ ହେଲେ, ସେଇଟା ପ୍ରଭୁଙ୍କ ପାଇଁ କିଛି ସମସ୍ୟା ନାହିଁ। ତ ପରମେଶ୍ୱର ସେଇ ଜାଗାରେ ବେଶୀ ଖୁସି ହେବେ। କିନ୍ତୁ ମୁଁ ଯଦି ବାକ୍ୟ ପାଇଲା ପରେ ମଧ୍ୟ, ଆଉ ମୋ ନିକଟକୁ ବାକ୍ୟ ଆସିଲା ପରେ ମଧ୍ୟ ଯଦି ମୁଁ ମୋର ଚିନ୍ତାକୁ ଅନୁଗମନ କରୁଛି, ତେ ମୁଁ ବାଧ୍ୟ ସେ ଜାଗାରେ ମୃତ୍ୟୁର ପଥରେ ପ୍ରକୃତିରେ ଛିଡା ହେଇଛି। ସେଥିପାଇଁ ଯୋଉ ଦିନ ସାକ୍ଷ୍ୟ ପତ୍ର ଆସିଲା, ସେଇଦିନ ଯୋଉ ଲୋକମାନେ ମନ ପରିବର୍ତ୍ତନ କଲେ ନାହିଁ, ସେଇଦିନ ଉଣାଧିକ 3,000 ଲୋକ ମଲେ ଲେଖା ହେଇଛି। ତ ଏ 3,000 ଲୋକ ମରିବାର କାରଣ କଣ? ଗୋଟେ ଆଜ୍ଞା, ସେମାନେ ମନ ପରିବର୍ତ୍ତନ କରୁନାହାନ୍ତି। ତ ମୁଁ ବେଶୀ ଦୁଃଖିତ ଆଜି ସକାଳେ ସକାଳେ ମରଣ ବିଷୟରେ ପ୍ରକୃତରେ କହୁଛି। ଆଉ ସତରେ ଏ ଜାଗାରେ ଆମେ ଦେଖିବା କହିଲେ, ଏ ଲୋକମାନେ ନିଜର ମନକୁ ପରିବର୍ତ୍ତନ କରୁନାହାନ୍ତି, ସେଇଟା ହଉଛି ବେଶୀ ବଡ ସମସ୍ୟା। କିନ୍ତୁ ହାରଣର ହୃଦୟକୁ ଦେଖିବାକୁ କହିଲେ, ସେଠି ହାରଣ ପ୍ରକୃତିରେ ପ୍ରଭୁଙ୍କର ବିରୁଦ୍ଧର କାମ କରିଛନ୍ତି। ସେ ଲୋକଙ୍କୁ ପାପ କରେଇଛନ୍ତି। କିନ୍ତୁ ହାରଣ ସିଧାସଳଖ ଯାଇକି ନିଜର ଜାଗା ପ୍ରକୃତିରେ ଚେଞ୍ଜ କରୁଛନ୍ତି। ସେ ଜାଣିଲେ, ମୁଁ ଯଦି ମୋର ଜାଗାକୁ ଚେଞ୍ଜ କରିବି ନାହିଁ, ଆଉ ମୁଁ ଯଦି ପ୍ରଭୁଙ୍କ ସାଇଡକୁ ଯାଇକି ଛିଡା ହେବି ନାହିଁ, ତ ନିହାତି ପରମେଶ୍ୱର ମତେ ମାରିଦେବେ। ହାରଣ ଏଟା ଭଲ ଭାବରେ ଦେଖିଲେ। ତ ଆମେ ବି ଯେତେବେଳେ ଜାଣିବୁ କି ହଁ, ମୁଁ ମୋର ଚିନ୍ତା ସେ ପ୍ରଭୁଙ୍କର ଶତ୍ରୁ, ଆଉ ମୁଁ ହଉଛି ପ୍ରଭୁଙ୍କର ଶତ୍ରୁ, ମୋର ଚିନ୍ତାରେ ମୁଁ କେବେ ମଧ୍ୟ ପ୍ରଭୁଙ୍କ ପାଖକୁ ଯାଇପାରିବି ନାହିଁ, ମୋର ଚିନ୍ତାକୁ ଫିଙ୍ଗିଲେ ଏକା ମୁଁ ପ୍ରଭୁଙ୍କ ସପକ୍ଷରେ ଯାଇପାରିବି। ତେବେ ଆମେ ଯଦି ଜାଣିବୁ, ତ ଆମେ କେବେ ମଧ୍ୟ ନିଜର ଚିନ୍ତାକୁ ର ଅନୁଗମନ କରିବୁ ନାହିଁ, ଆଉ ନିଜର ଚିନ୍ତାକୁ କେବେ ମଧ୍ୟ ବିଶ୍ୱାସ କରିବୁ ନାହିଁ। କିନ୍ତୁ ଅନ୍ୟ ପକ୍ଷରେ ଆମର ହୃଦୟରେ କି ପ୍ରକାର ହୃଦୟ ଆସିବ, ଓ ଯାହା ବି ହଉ ଯେମିତି ବି ହଉ, ପରମେଶ୍ୱର ବର୍ତ୍ତମାନ ମତେ ଡାକୁଛନ୍ତି, ପରମେଶ୍ୱର ମତେ କହୁଛନ୍ତି ତୁ ଆସେ ବୋଲି, ତେ ମୁଁ ଇମିଡିଏଟଲି ଯିବା ଦରକାର। ତ ଆମ ହୃଦୟରେ ଯେତେବେଳେ ଏ ପ୍ରକାର ବିଷୟ ଯେତେବେଳେ ତିଆରି ହେବ ହୃଦୟରେ, ଆମେ ଆଉ କୌଣସି ବିଷୟକୁ ଅନେଇବୁ ନାହିଁ। ଏଠି ହାରଣ ଯିଏ ଅଛି କିଛି ଦେଖୁନାହିଁ, ସେ କଣ କରିଛି, କଣ ଲୋକଙ୍କୁ କରେଇଛି, ହାରଣ ସେ ବିଷୟ କେବେ ମଧ୍ୟ ଫୋକସ କରୁନାହିଁ। କିନ୍ତୁ ଉଲ୍ଟା ହାରଣ ପ୍ରକୃତରେ ସିଧାସଳଖ ନିଜର ଜାଗା ଚେଞ୍ଜ କରୁଛି, ଆଉ ମଶାଙ୍କ ସାଇଡରେ ଯାଇକି ଛିଡା ହଉଛି। ସେ ସମୟରେ ଏ ହାରଣ ଜଣେ ମନ ପରିବର୍ତ୍ତନ କରିବା ଦ୍ୱାରା ଏ ଲେବି ବଂଶ ପ୍ରକୃତିରେ ବଞ୍ଚିଲେ ଲେଖା ହେଇଛି। ସେଥିପାଇଁ ଆମେ ଯୋଉ ଜୀବନ ପ୍ରକୃତିରେ ବଞ୍ଚୁଅଛୁ, ଆମେ ଯୋଉ ଜୀବନ କାଟୁଅଛୁ, ତ ସତରେ ଏଇଟା ଗୋଟେ ସାଇଡରେ ଦେଖିଲେ ଏଇଟା ଆମର ପରିବାରର ଜୀବନ, ଆମର ବଂଶର ଜୀବନ। ସେଥିପାଇଁ ମୁଁ ଯଦି ମନ ପରିବର୍ତ୍ତନ କରୁଛି, ମୁଁ ଯଦି ବାକ୍ୟ ସପକ୍ଷରେ ଛିଡା ହଉଛି, ତେବେ ନିଶ୍ଚିନ୍ତ ଭାବରେ ସେଠି ମୋର ପରିବାର ମଧ୍ୟ ଉଦ୍ଧାର ହେବେ, ମୋର ଆତ୍ମା ମଧ୍ୟ ପ୍ରକୃତିରେ ଉଦ୍ଧାର ହବ। ପରମେଶ୍ୱର ଆଦି ପୁସ୍ତକ 6 ପର୍ବ 7 ପର୍ବ ଯେତେବେଳେ ଆମେ ଦେଖିବା କହିଲେ, ସେଠି ଗୋଟେ ଦିନ ପରମେଶ୍ୱର ନହଙ୍କୁ ବାଛିଲେ, ଆଉ ପରମେଶ୍ୱର ନହଙ୍କୁ କହିଲେ, ନହ ତୁ ଗୋଟେ ଗୋଫର କାଠରେ ତୁ ଜାହାଜ ଗୋଟେ ତିଆରି କରେ। ଆଉ ଗୋଫର କାଠରେ ଜାହାଜ ତିଆରି କରେ, ଆଉ ଲମ୍ବାରେ 300 ହାତ, ଓସାର 50 ହାତ, ଉଚ୍ଚତା ହଉଛି 30 ହାତ।
ଏ ପ୍ରକାର ତ ଗୋଟେ ଜାହାଜକୁ ତିଆରି କରେ ଗୋବର କାଠରେ। ତ ମୂଷା ଯେତେବେଳେ ଦେଖିଲେ ତ ପରମେଶ୍ୱର ଏତେ ବଡ ଜାହାଜ କାହିଁକି ତିଆରି କରିବା ପାଇଁ କହୁଛନ୍ତି? ଏତେ ବଡ ଜାହାଜ ମୁଁ ନେଇକି ଯିବି କୁଆଡେ? ଆଉ କିଏ ପ୍ରବେଶ କରିବ? ସତରେ କଣ ପରମେଶ୍ୱର କହିଲେ ମୁଁ ପୃଥିବୀର ଲୋକମାନଙ୍କୁ ନିପାତ କରିବି ଜଳପ୍ଲାବନ ଦ୍ୱାରା? ଏଇଟା କେତେ ଦୂର ଠିକ? ଏଇଟା କଣ ସତ କି? ତ ମଶାଙ୍କ ହୃଦୟରେ ମଧ୍ୟ ନହଙ୍କର ହୃଦୟରେ ମଧ୍ୟ ସେଠି ଅନେକ ଗୁଡେ ଚିନ୍ତା ପ୍ରଭୃତିରେ ଆସିଥିବ। କିନ୍ତୁ ନହ ଗୋଟେ ବିଷୟକୁ ସେଠି ପାଇଲେ ପ୍ରଭୁ ଯାହା ବି କହିଛନ୍ତି ସେଇଟା ହଉଛି ଠିକ। ଆଉ ପରମେଶ୍ୱର ଯାହା ବି ବାକ୍ୟ ଦ୍ୱାରା ମତେ ଦେଖଉଛନ୍ତି ଆଉ ଶୁଣାଉଛନ୍ତି ଏଇଟା ହଉଛି ନିଶ୍ଚିନ୍ତ ପରମେଶ୍ୱର କେବେ ଦ୍ୱିମତ ହେବେ ନାହିଁ। ପରମେଶ୍ୱର ଯାହା ବି ଆମକୁ କହୁଛନ୍ତି ମତେ କହୁଛନ୍ତି ଏଇଟା ହଉଛି ପରମେଶ୍ୱର ନିଶ୍ଚିନ୍ତ ଭାବରେ ଘଟେଇବେ। ଏତେ ଏ ଏ ନହ ପ୍ରଭୃତିରେ ପ୍ରଭୁଙ୍କ ସହିତ ମନ ଏକ କଲେ ସେ ସମୟରେ। ସେ ସମୟ ଠାରୁ ନହଙ୍କର ହୃଦୟ ନହଙ୍କର ମନ ପରମେଶ୍ୱରଙ୍କ ଆଡକୁ ପ୍ରଭୃତିରେ ବହିଲା। ଯେତେବେଳେ ନହଙ୍କର ହୃଦୟ ନହଙ୍କର ମନ ଯେତେବେଳେ ପ୍ରଭୁଙ୍କ ସହିତ ଏକ ହେଇଯାଉଛି ମିଳିତ ହଉଛି ସେ ସମୟରେ ଇଏ ପ୍ରଭୁଙ୍କ ଠାରୁ ଜ୍ଞାନ ପାଇକି ଜାହାଜ ପ୍ରଭୃତିରେ ତିଆରି କଲେ। ତ ନହ ଖାଲି ଜାହାଜ ତିଆରି କଲେ ସେମିତି ନାହିଁ। ନହ ସେଠି ଅନେକ ଲୋକମାନଙ୍କୁ ପ୍ରଚାର ମଧ୍ୟ କଲେ। କିନ୍ତୁ ସେଠି ବହୁତ ଲୋକ ଥିବେ ଯୋଉମାନେ ନହଙ୍କର ବାକ୍ୟ ଶୁଣିଲା ପରେ କେମିତି ଦେଖିଥିବେ ଏଇଟା କଣ ସତ କି? ଉଁ, ସତରେ ଏମିତି କଣ ଘଟିବ କି? ଆଉ ବର୍ତ୍ତମାନ ତ ପାଣି ନାହିଁ ପାଣି ଆଇବ କୁଆଡୁ? ବହୁତ ଲୋକ ଏ ପ୍ରକାର ମାନେ ସେମାନେ କଣ କହିଲେ କିନ୍ତୁ ନହ ଯାହା ବି କହୁଥିଲେ ଆଉ ପରମେଶ୍ୱର କହିଛନ୍ତି ମତେ ଆଉ ତମେ ଯିଏ ବି ହୁଅ ନା କାହିଁକି ତମେ ଯଦି ଏ ଜଳପ୍ଳାବନ ସମୟରେ ଏ ଜାହାଜ ଭିତରେ ଯଦି ପ୍ରବେଶ କରିବ ତମେ ବଞ୍ଚିବ। ତ ଲୋକ ବିଶ୍ୱାସ କଲେ ନାହିଁ। କିନ୍ତୁ ସେ ଜାଗାରେ ନହଙ୍କର ଜୀବନକୁ ଯଦି ଆମେ ଦେଖିବା ଏଭଳି ପୁସ୍ତକ 11 ପର୍ବରେ ସେଠି ଲେଖା ହେଇଛି। ଟିକେ ଆମେ କାଢିବା ଏଭଳି ପୁସ୍ତକ 11 ପର୍ବ ଟିକେ କାଢନ୍ତୁ। ଏଭଳି ପୁସ୍ତକ 11 ପର୍ବ 7 ପଦ। ବିଶ୍ୱାସ ଦ୍ୱାରା ନୋହ ସେ ସମୟ ପର୍ଯ୍ୟନ୍ତ ଅପ୍ରକାଶିତ ବିଷୟ ସମ୍ବନ୍ଧରେ ପ୍ରତ୍ୟାଦେଶ ପାଇ ଭକ୍ତି ସହକାରେ ଆପଣା ପରିବାର ରକ୍ଷା ନିମନ୍ତେ ଗୋଟିଏ ଜାହାଜ ନିର୍ମାଣ କଲେ। ପୁଣି ସେହି ବିଶ୍ୱାସ ଦ୍ୱାରା ସେ ଜଗତକୁ ଦୋଷୀ କରି ବିଶ୍ୱାସ ଅନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ। ତ ଏ ଜାଗାରେ ଆମେ ଯେତେବେଳେ ଦେଖିବା ନୋହ କୋଉ ବିଷୟକୁ ଦୃଷ୍ଟି କଲେ ଲେଖା ହେଇଛି ଅପ୍ରକାଶିତ ବିଷୟ ସମ୍ବନ୍ଧରେ ଦୃଷ୍ଟି ପାଇ ସେ ଗୋଟେ ଜାହାଜ ନିର୍ମାଣ କଲେ ନିଜର ପରିବାର ରକ୍ଷା ନିମନ୍ତେ ଲେଖା ହେଇଛି। ତା ମାନେ ନୁହ ଗୋଟେ ବିଷୟକୁ ଜାଣୁଛନ୍ତି ଆଉ ବିଶ୍ୱାସ କରୁଛନ୍ତି କି ପ୍ରଭୁ ଯୋଉ ଯାହା ବି ମତେ ମୋ ସମ୍ମୁଖରେ ପ୍ରକାଶ କଲେ ନିଶ୍ଚୟ ଏଟା ହବ ଘଟିବ। ସେଥିପାଇଁ ସେ ଯାହା ପ୍ରକାଶ ହେଇନାହିଁ ଯାହା ସେ ଦେଖି ନାହାନ୍ତି ସେ ବିଷୟକୁ ସେ କରିବା ପାଇଁ ଆରମ୍ଭ କରୁଛନ୍ତି। ସେଥିପାଇଁ ସେ ନହଙ୍କର 150 ବର୍ଷ 150 ଦିନରେ ଜଳପ୍ଳାବନ ଆରମ୍ଭ ହେଲା ଲେଖା ହେଇଛି। ଏଁ, 150 ଦିନ ବେଳକୁ ଆଉ ଜଳପ୍ଳାବନ ଆରମ୍ଭ ହେଲା ଆଉ ସେଠି ପାଣି ଆସିଲା ପ୍ରତ୍ୟେକ ଜୀବଜନ୍ତୁ ପ୍ରକୃତିରେ ଜଡା ଜଡା ହେଇକି ସେଠି ନହଙ୍କ ଜାହାଜରେ ପ୍ରବେଶ କଲେ। ଯୋଉ ଲୋକମାନେ ପ୍ରବେଶ କଲେ ସେମାନେ ଜାହାଜ ଭିତରେ ବଞ୍ଚିଲେ ଆଉ ଜାହାଜ ଦ୍ୱାରା ଅନୁଗ୍ରହ ପାଇଲେ। କିନ୍ତୁ ଯୋଉ ଲୋକମାନେ ପ୍ରବେଶ କଲେ ନାହିଁ ସେ ଲୋକମାନେ ସମସ୍ତେ ପାଣି ଦ୍ୱାରା ବିଚାରକୁ ପାଇଲେ। ସେଥିପାଇଁ ପାଣି ହେଉଛି ପରମେଶ୍ୱରଙ୍କର ବିଚାରକୁ ବୁଝାଯାଏ। ସେଥିପାଇଁ ପରମେଶ୍ୱର ଲୋକମାନଙ୍କୁ ମାରିବା ପୂର୍ବରୁ ଗୋଟେ କଣ ଦଉଛନ୍ତି ଗୋଟେ ଚେତନା ଦଉଛନ୍ତି ଆଉ ତମେ ଆସ ତମେ ଫେର ବୋଲି। ତ ସମାନ ଆମେ ବାକ୍ୟକୁ ଦେଖିବାକୁ କହିଲେ ଏ ଯେମିତି ମହିଷତକୁ ଦାଉଦ କହିଲେ ତୁ ଫେରେ ମୁଁ ତୋ ପ୍ରତି ଦୟା ପ୍ରକାଶ କରିବି ଆଉ ଜନାଥନ ସକାଶ। ତ ଏଇ ଜାଗାରେ ଆଦି ପୁସ୍ତକ 6 ପର୍ବରେ ମଧ୍ୟ ଆମେ ଦେଖିବାକୁ ହେଲେ ଲୋକମାନଙ୍କର ହୃଦୟ ରେ ପାପରେ ପରିପୂର୍ଣ୍ଣ ହେଇକି ଅଛନ୍ତି। ସେଥିପାଇଁ ଲୋକମାନଙ୍କୁ ପ୍ରଭୁ ଦେଖିଲେ କିଏ ବି ପ୍ରଭୁଙ୍କର ରୋଗ ଦ୍ଵାରା ବଞ୍ଚିବା ପାଇଁ ଚାହୁଁନାହାନ୍ତି ପରମେଶ୍ୱରଙ୍କ ଦ୍ୱାରା କଢେଇକି ନିଆଯିବା ପାଇଁ ଚାହୁଁନାହାନ୍ତି। କିନ୍ତୁ ଅନ୍ୟ ସାଇଡରେ ପରମେଶ୍ୱର ସେଠି ନହଙ୍କୁ ଅନୁଗ୍ରହ ଦେଲେ ଲେଖା ହେଇଛି। ନହ ଅନୁଗ୍ରହ ପ୍ରାପ୍ତ ହେଲେ ଆଉ ନହଙ୍କୁ ପରମେଶ୍ୱର
ଧାର୍ମିକ ଦେଖିଲେ ଲେଖା ହେଇଛି। ହୁଁ। ଆଦି ପୁସ୍ତକ 6 ପର୍ବର ବାକ୍ୟକୁ ଦେଖିବାକୁ ହେଲେ 8 ପଦ ଲେଖା ହେଇଛି। ମାତ୍ର ନହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ ନହଙ୍କର ବଂଶାବଳୀ ଏହି ନହ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ। ନହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ତ ଜଣେ ଏକା ଲୋକ ଥିଲେ ଯିଏକି ପ୍ରଭୁଙ୍କ ସହିତ ଗମନାଗମନ କରୁଛନ୍ତି। ସେ ହଉଛନ୍ତି ସେ ହଉଛନ୍ତି ନହ। ନହଙ୍କୁ ଛାଡ଼ିଦେଲେ ଲୋକ କେହି ବି ନାହାନ୍ତି ପ୍ରଭୁଙ୍କ ସହିତ ମନ ଏକ କରିକି ହୃଦୟ ଏକ କରିକି ପରମେଶ୍ୱରଙ୍କ ସହିତ ଗମନାଗମନ କରୁଛନ୍ତି। ସତରେ ଆମେ ଏ ବାକ୍ୟକୁ ଚିନ୍ତା କରିବା। ଆଁ? ଆଉ ଆଦି ପୁସ୍ତକ 6 ପର୍ବର 5 ପଦ ବାକ୍ୟ ଅନୁସାରେ ଆମେ କଣ ପାଇପାର? ମୋ ଭିତରେ ଖାଲି ଦୁଷ୍ଟତାକୁ ମୁଁ ପାଇବି। ମନ୍ଦତା ଖାଲି ପରିପୂର୍ଣ୍ଣ ଅଛି। ମୁଁ ମୋ ବିଷୟରେ ବାକ୍ୟ କହୁଛି ମୋ କଳ୍ପନା ଭାବନା ଅବିରତ ମନ୍ଦ ବୋଲି କହୁଛି। କିନ୍ତୁ ପରମେଶ୍ୱର ସେଠି ନହଙ୍କୁ ଅନୁଗ୍ରହ କଲେ ଲେଖା ହେଇଛି। ତ ତାର ଅର୍ଥ କଣ? ଗୋଟେ ସାଇଡ୍ ମୃତ୍ୟୁ ଅଛି ଆଉ ଗୋଟେ ସାଇଡ୍ ଜୀବନ ଅଛି। ସେତେ ମୁଁ ଯଦି ମୃତ୍ୟୁ ସାଇଡ୍ ଛିଡା ହେବି, ମୁଁ ମରିବା ପାଇଁ ନ ଚାହିଁଲେ ମୁଁ ତ ପ୍ରକୃତରେ ମରିବି। କିନ୍ତୁ ମୁଁ ଯଦି ଜୀବନ ସାଇଡ୍ ଛିଡା ହେବି ତ ସେଠି ମୁଁ ମରିବା ପାଇଁ ଚାହିଁଲେ ମୁଁ ତ କେବେ ମରିପାରିବି ନାହିଁ। ତ ପରମେଶ୍ୱର ଯେହେତୁ ସେଠି ଉଦ୍ଧାର କର୍ତ୍ତା, ପରମେଶ୍ୱର ମୋ ପ୍ରକୃତରେ ଉଦ୍ଧାର କରିବେ। ପରମେଶ୍ୱରଙ୍କ ବିଚାର ସେଠି ଅଛି ଜାହାଜରେ ପ୍ରବେଶ କର। ସେଥିପାଇଁ ଜାହାଜ କଣ? ଜାହାଜ ହଉଛି ପୁନର୍ଜନ୍ମ ପ୍ରାପ୍ତ ଖ୍ରୀଷ୍ଟିଆନ ମାନଙ୍କର ମଣ୍ଡଳୀକୁ ପ୍ରକୃତିରେ ବୁଝଉଛି। ତା ମାନେ ଏଇଟା ହଉଛି ଗୋଟେ ମଣ୍ଡଳୀ ଯୋଉ ମଣ୍ଡଳୀ ଭିତରେ ଜଣେ ପ୍ରବେଶ କଲେ ଜଣେ କେବେ ମରିପାରିବ ନାହିଁ। ସେଥିପାଇଁ ସେଠି ମଣ୍ଡଳୀ ଭିତରେ ପରମେଶ୍ୱର ଜଣେ ଦାସଙ୍କୁ ରଖିଅଛନ୍ତି ଏ ମଣ୍ଡଳୀକୁ ଯତ୍ନ କରିବା ପାଇଁ। ସେଥିପାଇଁ ଏ ଜାହାଜକୁ ତିଆରି କରିବା ପାଇଁ ନହଙ୍କୁ ପରମେଶ୍ୱର ବାଛିଲେ। ଏ ନହଙ୍କ ପାଇଁ ଏ ନହଙ୍କର ଜାହାଜ ପାଇଁ ଅନେକ ଲୋକ ଜୀବଜନ୍ତୁ ସେଠି ବଞ୍ଚିଲେ। ନହଙ୍କର ନିଜର ପରିବାର 7 ପ୍ରାଣୀ ନହଙ୍କ ସହିତ 8 ପ୍ରାଣୀ ପ୍ରକୃତିରେ ବଞ୍ଚିଲେ। ତ ବେଶୀ ଆଶ୍ଚର୍ଯ୍ୟ ଏ ବାକ୍ୟକୁ ଆମେ ଯେତେବେଳେ ଦେଖବା କହିଲେ। ସେଥିପାଇଁ ପରମେଶ୍ୱର ଗୋଟେ ସାଇଡ୍ ସବୁକୁ ବଞ୍ଚେଇବା ପାଇଁ ଚାହୁଁଛନ୍ତି, ସବୁକୁ ଦୟା ଦେବା ପାଇଁ ଚାହୁଁଛନ୍ତି। ଲୋକମାନଙ୍କୁ ପରମେଶ୍ୱର ଲୋକମାନଙ୍କୁ ଦେଖିବା ପାଇଁ ଚାହୁଁନାହାନ୍ତି। କିନ୍ତୁ କିଏ ଶୁଣୁଛି କିଏ ଆଜ୍ଞା ହଉଛି ଆଉ କିଏ ଶୁଣିକି ସିଧାସଳଖ ଜାଗା ଚେଞ୍ଜ କରୁଛି ପ୍ରଭୁ ସେଇଟା ଦେଖିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ସେଠି ଜଣେ ଲୋକ ଥିଲେ ଯିଏକି ପ୍ରଭୁଙ୍କ ସହିତ ଗମନାଗମନ କଲେ ଲେଖା ହେଇଛି। କିନ୍ତୁ ସେଠି ଅନେକ ଲୋକ ଥିଲେ ସମସ୍ତେ ପାଣିରେ ବୁଡିକି ମଲେ ଲେଖା ହେଇଛି। ତ ଆମେ ଯେତେବେଳେ ଦେଖିବା ଏ ବାକ୍ୟ ଦ୍ୱାରା ବୁଧରେ କଣ ପରମେଶ୍ୱର କହିବା ପାଇଁ ଚାହୁଁଛନ୍ତି ଆମମାନଙ୍କୁ? ସମାନ ତମେ ବର୍ତ୍ତମାନ ସିଚୁଏସନରେ ଯାହା ବଞ୍ଚୁଛ ସେଇଟା ଗୁରୁତ୍ୱପୂର୍ଣ୍ଣ ନାହିଁ। କିନ୍ତୁ ବର୍ତ୍ତମାନ ମଧ୍ୟ ତମେ ଯଦି ପ୍ରଭୁଙ୍କ ସାଇଡକୁ ଫେରିବ ପରମେଶ୍ୱର ନିହାତି ସେଠି ଦୟା ପ୍ରକାଶ କରିବେ। ଯେମିତି ଦାଉଦ ଜନାଥନ ସକାଶେ ମହିଷତକୁ ଦୟା କରୁଛନ୍ତି, ତ ଠିକ ସେଇପରି ତମେ ମଧ୍ୟ ଦୟା ପାଇକି ବଞ୍ଚିବ। ତ ଏଇ ବାକ୍ୟ ଯେତେବେଳେ ମୁଁ ପଢୁଛି ଆଉ ଯେତେବେଳେ ଚିନ୍ତା ବି କରୁଛି ଆଉ ପରମେଶ୍ୱର ମୋ ହୃଦୟରେ ସର୍ବପ୍ରଥମେ ବିଚାରକୁ ଦଉଛନ୍ତି। ମୁଁ କି ପ୍ରକାର ଲୋକ ଆଉ ମୋର ଜୀବନ କେମିତି, ମୋର ଚିନ୍ତା କୁ ପ୍ରକାର ଅଛି, ମୋର ପ୍ରଭୁଙ୍କ ସାଇଡରେ ମୋର ହୃଦୟ କେମିତି ପରମେଶ୍ୱର ମତେ ଦେଖଉଛନ୍ତି। ତ ମୁଁ ଯେତେବେଳେ ଦେଖୁଛି ପରମେଶ୍ୱରଙ୍କ ଭିତରେ ନିଜକୁ ତ ମୁଁ ଗୋଟେ ବିଷୟକୁ ପାଇପାରୁଛି। ମୁଁ ଆଜି ଏପର୍ଯ୍ୟନ୍ତ ବଞ୍ଚିକି ଅଛି ଗୋଟେ କାରଣ ପାଇଁ ପରମେଶ୍ୱର ମତେ ଭଲ ପାଉଛନ୍ତି। ପରମେଶ୍ୱର ମତେ ଦୟା କରୁଛନ୍ତି। ସେଥିପାଇଁ ମୁଁ ବେଶୀ ଖୁସି ହଉଛି ଗୋଟେ ସାଇଡରେ। ତ ସତରେ ଆମେ ଆଉ ଗୋଟେ ବାକ୍ୟକୁ ଯଦି ଦେଖିବା ଜିରିମିୟ ପୁସ୍ତକ ଟିକେ ବାକ୍ୟ କାଢନ୍ତୁ। 17 ପର୍ବର 7 ପଦ ଦେଖନ୍ତୁ। ଜିରିମିୟ 17 ପର୍ବର 7 ପଦ। ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଉପରେ ନିର୍ଭର କରେ ପୁଣି ସଦାପ୍ରଭୁ ଯାହାର ବିଶ୍ୱାସ ଭୂମି ଅଟନ୍ତି ସେ ଧନ୍ୟ। ତ ଏ ଜାଗାରେ ପରମେଶ୍ୱର କୋଉ ଲୋକକୁ ଧନ୍ୟ କହୁଛନ୍ତି? ଯୋଉ ଲୋକ ମୋ ସଦାପ୍ରଭୁଙ୍କ ଉପରେ ନିର୍ଭର କରେ ଲେଖା ହେଇଛି। ତା ମାନେ ପରମେଶ୍ୱର ଗୋଟେ ବିଷୟ କହୁଛନ୍ତି ତମେ ପ୍ରଭୁଙ୍କ ଉପରେ ନିର୍ଭର କରିକି ବଞ୍ଚ। ପରମେଶ୍ୱରଙ୍କୁ ଫୋକସ କରିକି ପରମେଶ୍ୱରଙ୍କୁ
କେନ୍ଦ୍ର କରିକି ବଞ୍ଚ ବୋଲି ପ୍ରଭୁ କହିବା ପାଇଁ ଚାହୁଁଛନ୍ତି। ଏଁ? ତା ମାନେ ପରମେଶ୍ୱର ଏଁ, ଆମକୁ ସେ ଜାଗାକୁ ନେବା ପାଇଁ ଚାହୁଁଛନ୍ତି ଯୋଉ ଜାଗାରେ ଜଣେ ମନୁଷ୍ୟ କେବେ ଧ୍ୱଂସ ହେଇପାରିବ ନାହିଁ। ଯୋଉ ଜାଗା ସେ ଜାଗାକୁ ଦେବା ପାଇଁ ଚାହୁଁଛନ୍ତି ସେ ଜାଗା ହଉଛି ଅନନ୍ତକାଳୀନର ଜାଗା। ପରମେଶ୍ୱର ଆମମାନଙ୍କୁ ସେ ଜାଗାକୁ କଢେଇକି ନେବା ପାଇଁ ଚାହୁଁଛନ୍ତି। ସେଥିପାଇଁ ପ୍ରଭୁ କହିଲେ ଯେଉଁ ମନୁଷ୍ୟ ମନୁଷ୍ୟ ସଦାପ୍ରଭୁଙ୍କ ଉପରେ ନିର୍ଭର କରେ ପୁଣି ସଦାପ୍ରଭୁ ଯାହାର ବିଶ୍ୱାସ ଭୂମି ଅଟନ୍ତି ସେ ଧନ୍ୟ ଲେଖାଯାଇଛି। ସେଥିପାଇଁ ଖାଲି ଏତିକି ନାହିଁ ଆମେ ରୋମିଓ ପୁସ୍ତକ ମଧ୍ୟ ଦେଖିବା। ରୋମିଓ ପୁସ୍ତକ ଟିକେ କାଢନ୍ତୁ। ରୋମିଓ ପୁସ୍ତକ 8 ପର୍ବ ବାକ୍ୟକୁ ଦେଖନ୍ତୁ। ଏକ ପଦ ବାକ୍ୟ ଦେଖିବା। ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ। କାରଣ ଜୀବନଦାୟକ ଆତ୍ମାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛି। ତ ଯୀଶୁଙ୍କ ଭିତରେ ଥିବା ଲୋକମାନଙ୍କୁ ପ୍ରତି ବର୍ତ୍ତମାନ ଦଣ୍ଡାଜ୍ଞା ନାହିଁ ଲେଖା ହେଇଛି। ତା ମାନେ କଣ ସେମାନେ ମରିପାରିବେ ନାହିଁ। ପ୍ରଭୁ ସେମାନଙ୍କୁ ମୃତ୍ୟୁରୁ ଉଦ୍ଧାର କରି ସାରିଲେଣି। ଯୋଉ ଲୋକମାନେ ପ୍ରଭୁଙ୍କ ଭିତରେ ଅଛନ୍ତି। କିନ୍ତୁ ଯୋଉ ଲୋକମାନେ ପ୍ରଭୁଙ୍କ ଭିତରେ ନାହାନ୍ତି ସେମାନଙ୍କ ଜୀବନରେ ବର୍ତ୍ତମାନ ବି ଦଣ୍ଡାଜ୍ଞା ଅଛି। ଦଣ୍ଡାଜ୍ଞା ମାନେ କଣ? ସେ ନିଜର ଚିନ୍ତାକୁ ଅନୁଗମନ କରୁଛନ୍ତି, ନିଜର ଭାବନାକୁ ଅନୁଗମନ କରୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟରେ ପ୍ରଭୁ କହୁଛନ୍ତି ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ ଲେଖା ହେଇଛି। ତା ମାନେ ଯୀଶୁ ବର୍ତ୍ତମାନ କୋଉ ଲୋକକୁ ମଧ୍ୟ ବିଚାର କରୁନାହାନ୍ତି। ଏଁ? ଯୀଶୁ ଲୋକମାନଙ୍କୁ ଦେଖିକି ଲୋକମାନଙ୍କୁ ଜୀବନରେ କାମ କରିବା ପାଇଁ ଚାହୁଁନାହାନ୍ତି। ପରମେଶ୍ୱର ଜାଣିଛନ୍ତି ଲୋକ ଦୁଷ୍ଟ, ଲୋକ ହଉଛନ୍ତି ଅବିରତ ମନ୍ଦ। ସେଥିପାଇଁ ପରମେଶ୍ୱର ସମସ୍ତଙ୍କୁ ଯୀଶୁଙ୍କ ଦ୍ୱାରା ଅନୁଗ୍ରହ ଦେବା ପାଇଁ ଚାହୁଁଛନ୍ତି। ତ ଯିଏ ମଧ୍ୟ ଯୀଶୁଙ୍କ ଭିତରେ ଅଛି ତା ପାଇଁ ଦଣ୍ଡାଜ୍ଞା ନାହିଁ ଲେଖା ହେଇଛି। 2 ପଦ ଲେଖା ହେଇଛି କାରଣ ଜୀବନଦାୟକ ଆତ୍ମାଙ୍କ ବ୍ୟବସ୍ଥା ଈଶ୍ୱର ଯୀଶୁଙ୍କ ସହଭାଗିତାରେ ତୁମକୁ ପାପ ଓ ମୃତ୍ୟୁଦାୟକ ବ୍ୟବସ୍ଥାରୁ ମୁକ୍ତ କରିଅଛି। ତ ମତେ କୁ ବ୍ୟବସ୍ଥାରୁ ମୁକ୍ତ କରାହେଇଛି ପାପ ଆଉ ମୃତ୍ୟୁଦାୟକ ବ୍ୟବସ୍ଥାରୁ। କିନ୍ତୁ ପରମେଶ୍ୱର ଆଉ ଗୋଟେ ମତେ ବ୍ୟବସ୍ଥା ଦେଲେ ସେଇଟା ହଉଛି ଜୀବନଦାୟକ ଆତ୍ମାଙ୍କ ବ୍ୟବସ୍ଥା ଲେଖା ହେଇଛି। ଏଇ ବ୍ୟବସ୍ଥାରୁ ମତେ କେବେ ଯୀଶୁ ମୁକ୍ତ କରିନାହାନ୍ତି। ଜୀବନଦାୟକ ଆତ୍ମାଙ୍କ ବ୍ୟବସ୍ଥା ମତେ ବର୍ତ୍ତମାନ ମଧ୍ୟ ଦେଇ ଅଛନ୍ତି। ଏଇଟା ଏଇଟା କଣ ଜାଣିଛନ୍ତି? ଏଇଟା ହଉଛି ଯୀଶୁଙ୍କ ସାଇଡକୁ ଫେରିବାଟା, ଯୀଶୁଙ୍କୁ ଅନେଇବାଟା। ଯୀଶୁ ଯାହା କହୁଛନ୍ତି ସେ ବାକ୍ୟକୁ ବିଶ୍ୱାସ କରବାଟା। ଆଜି ଆମେ ଯୋହନ ପୁସ୍ତକ ବାକ୍ୟ ପଢିଲେ ଏ ଯୋହନ ପୁସ୍ତକ ବାକ୍ୟରେ ଯଦି ଆମେ ଦେଖିବା ଏଠି 38 ବର୍ଷ ରୋଗୀ ଅଛି। ତ ଇଏ କାହିଁକି 38 ବର୍ଷ ପର୍ଯ୍ୟନ୍ତ ଶଯ୍ୟାଶାୟୀ ହେଇକି ଅଛି? କୋଉ କାରଣ ପାଇଁ? ଯେହେତୁ ଏ ଯୀଶୁଙ୍କୁ ଭେଟି ନାହିଁ, ନିଜର କର୍ମ ନିଜର ଇଚ୍ଛା ସ୍ଥାପନ କରିକି ପ୍ରକୃତିରେ ଲମ୍ବା ସମୟ ଧରିକି ବଞ୍ଚିକି ଆସିଛି। ଏଁ, ତ ସେଥିପାଇଁ ଯୀଶୁ ଦେଖିଲେ ଇଏ ହଉଛନ୍ତି ଜଣେ ଲୋକ ନିରାଶ ହତାଶ ହେଇକି ଅଛନ୍ତି। ବର୍ତ୍ତମାନ ଏହାକୁ ବାକ୍ୟ କହିଲେ ଇଏ ପ୍ରକୃତିରେ ଶୁଣିପାରିବ, ଗ୍ରହଣ କରିପାରିବ। ସେଥିପାଇଁ ଯୀଶୁ ଦେଖିଲେ ଆଉ ୟା ପାଖରେ ଯାଇକି ସିଧା କହିଲେ ବତ୍ସ ତମେ କଣ ସୁସ୍ଥ ହେବାକୁ ଇଚ୍ଛା କରୁଛ କି ବୋଲି କହିଲେ। ତ ଇଏ କୋଉ ପ୍ରକାର ଉତ୍ତର ଦଉଛି? ଇଏ ଉତ୍ତର ଦେଲା ମହାଶୟ ମତେ ପୋଖରୀ ଭିତରକୁ ଘେନି ଯିବା ପାଇଁ ମୋର କେହି ନାହିଁ। ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ ଆଗରୁ ପଶି ଯାଉଛନ୍ତି। ତାମାନେ ଇଏ ଭଲରେ ଜାଣି ସାରିଲାଣି ମୋର କର୍ମ ମୋର ଇଚ୍ଛା କି ମୁଁ ଯାହା ବି ଚିନ୍ତା କରୁଛି ଏଇଟା ଅନସକ୍ସେସ୍, କେବେ ମତେ ସକ୍ସେସଫୁଲ ନାହିଁ। କିନ୍ତୁ ମତେ ଆଉ ଜଣେ ଲୋକ ପ୍ରକୃତିର ଦରକାର ଅଛି ଯିଏକି ମତେ ପୋଖରୀ ଭିତରକୁ କଢେଇକି ନେଇପାରିବ। ସେଇ ସମୟରେ ଯୀଶୁ ତାଙ୍କୁ କଣ କହିଲେ? ଯୀଶୁ କହିଲେ ଉଠ ତୁମର ଖଟିଆ ଘେନି ଚାଲ ଲେଖା ହେଇଛି। ଏଁ? ତ ଏଇଟା ହଉଛି ଗୋଟେ ବାକ୍ୟ ଯୀଶୁ ଆଶ୍ଚର୍ଯ୍ୟ ସେ ଜାଗାରେ କହୁଛନ୍ତି ଉଠ ନିଜର ଖଟିଆ ଘେନି ଚାଲ। ତ ଉଠ ନିଜର ଖଟିଆ ଘେନି ଚାଲ ମାନେ କିଏ ପ୍ରକୃତିରେ ଚାଲିକି ଯିବ? କୋଉ ଲୋକ ପ୍ରକୃତିରେ ଚାଲିକି ଯିବ? ଏଁ? ହଁ ଖାଲି ଉଠେ ଆଉ ତୁ ଯା କହିଥିଲେ ହେଇଥାନ୍ତା କିନ୍ତୁ ନିଜର ଖଟିଆ ଘେନି ଚାଲେ ବୋଲି କହିଲେ। ତ ଇଏ ସତରେ ନିଜେ ଉଠି ପାରୁନି। ଏତେ ବର୍ଷ ହେଲା ସେ ପଡିକି ଅଛି।
କିନ୍ତୁ ଯୀଶୁ ଆସିଲେ ଆଉ ଉଠେ ନିଜର ଖଟିଆକି ନେଇକି ଚାଲେ। ଇଏ ସିଧାସଳଖ ଯୀଶୁଙ୍କ ସହିତ ନିଜର ମନକୁ ଏକ କରୁଛି। ତାମାନେ ଏ ଲୋକର ହୃଦୟ ଯୀଶୁଙ୍କ ଆଡକୁ ପ୍ରଭୁତରେ ସିଧାସଳଖ ବହିଲା। ଇଏ ପ୍ରଭୁତରେ ସିଧାସଳଖ ଯୀଶୁଙ୍କ ସହିତ କନେକ୍ସନ ହେଲେ। ଯେତେବେଳେ କନେକ୍ସନ ହେଲେ ଯୀଶୁଙ୍କ ପାଖରେ ଥିବା ବାକ୍ୟ, ଯୀଶୁଙ୍କ ଭିତରେ ଥିବା ଶକ୍ତି ଏ ରୋଗୀ ପାଖକୁ ପ୍ରଭୁତରେ ଟ୍ରାନ୍ସଫର ହଉଛି। ସେ ସମୟରେ ଇଏ ଯୀଶୁଙ୍କର ଶକ୍ତି ଦ୍ୱାରା ପ୍ରଭୁତରେ ଚାଲିବାକୁ ଆରମ୍ଭ କଲେ। ଏଁ? 9 ପଦ ଲେଖା ହେଇଛି, ସେଇ କ୍ଷଣି ସେଇ ଲୋକଟି ସୁସ୍ଥ ହେଲା, ଆପଣାର ଖଟିଆ ଖେନି ଚାଲିବାକୁ ଲାଗିଲା। ସେଦିନ ବିଶ୍ରାମ ବାର ଥିଲା ହେଇଛି। ତ ସେହି କ୍ଷଣି ତା ମାନେ ଯୀଶୁଙ୍କର ବାକ୍ୟ ଆସିଲେ ସେ ପରିସ୍ଥିତି ବଦଳି ଯିବା ପାଇଁ ତାର କିଛି ଟାଇମ ଲାଗୁନାହିଁ। ଯେତେବେଳେ ପରିସ୍ଥିତି ବି ଥାଉ ନା କାହିଁକି, ଯେତେବେଳେ ରୋଗ ବି ଥାଉ ନା କାହିଁକି, କିନ୍ତୁ ଯୀଶୁଙ୍କର ବାକ୍ୟ ଆସିଲେ ପ୍ରତି ମୁହୂର୍ତ୍ତରେ ସେଇଟା ବଦଳି ଯାଉଛି। ସେଥିପାଇଁ ଏ 38 ବର୍ଷ ରୋଗୀ ବାକ୍ୟ ପାଇଲା ପରେ ଆଉ ସେ ଜାଗାରେ ଆଉ ବସି ନାହିଁ। ସେ ସିଧାସଳଖ ତାର ଜାଗାକୁ ଚେଞ୍ଜ କଲା। ଆଁ? ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଯେମିତି ଜୀବନ ବଞ୍ଚିଲୁ ସେଇଟା ପ୍ରଭୁ ଫୋକସ କରୁନାହାନ୍ତି। କିନ୍ତୁ ପରମେଶ୍ୱର କଣ ଦେଖୁଛନ୍ତି? ବର୍ତ୍ତମାନ ମୋର ହୃଦୟ କେମିତି, ବର୍ତ୍ତମାନ ବି ମୁଁ ସମାନ ଜାଗାରେ ଛିଡା ହେଇଛି ନା ବର୍ତ୍ତମାନ ପ୍ରଭୁତରେ ପ୍ରଭୁ କହୁଥିବା ଜାଗାକୁ ମୁଁ ସ୍ଥାନାନ୍ତରିତ ହେଇଛି। ତ ପରମେଶ୍ୱର ସେଇଟାକୁ ଧ୍ୟାନ ଦଉଛନ୍ତି। ଏଁ? ସେଥିପାଇଁ ବାଇବଲରେ ଲେଖା ହେଲା, ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଉପରେ ନିର୍ଭର କରେ ସେ ଧନ୍ୟ ଲେଖା ହେଲା। ତାମାନେ ପ୍ରଭୁଙ୍କ ଉପରେ ନିର୍ଭର କରିକି ବଞ୍ଚିବାଟା ହଉଛି ମନୁଷ୍ୟ ପାଇଁ ମଙ୍ଗଳ। ହୁଁ। ସେଥିପାଇଁ ମନୁଷ୍ୟ ପ୍ରକୃତିରେ ମଙ୍ଗଳ ପାଇପାରିବ, ସେଥିପାଇଁ ମନୁଷ୍ୟ ବଞ୍ଚିପାରିବ। ସେଥିପାଇଁ ଇଏ ଜାଣିଲା, ମୁଁ 38 ବର୍ଷ ପର୍ଯ୍ୟନ୍ତ ପଢିକି ଥିଲି ଗୋଟେ କାରଣ ପାଇଁ, ମୁଁ ଯୀଶୁଙ୍କର ବାକ୍ୟ ପାଇନଥିଲି, ଯୀଶୁ ମୋ ପାଖରେ ଆସିନଥିଲେ। ଆଜି ହଉଛି ବେଶୀ ଖୁସିର ଦିନ ମୋ ପାଇଁ। ଆଜି ମୁଁ ଯୀଶୁଙ୍କ ବାକ୍ୟ ପାଇଁ ପ୍ରକୃତିରେ ମୁଁ ଆଜି ଚାଲିପାରିବି। ଠିକ ଅଛି, ମୋର ବଳ ମୋର ଶକ୍ତିକୁ ଦେଖିଲେ ମୁଁ ଜଣେ ଲୋକ ଚାଲି ପାରବା ଲୋକ ନାହିଁ, କିନ୍ତୁ ଯୀଶୁ ଆଜି କହିଲେ ଉଠ ନିଜର ଖଟିଆ ଘେନିକି ଚାଲ। ଏଇଟା ହଉଛି ବାକ୍ୟ ମୋର ମତେ ବଞ୍ଚେଇବ। ଏଇଟା ହଉଛି ଗୋଟେ ବାକ୍ୟ ମତେ ସୁସ୍ଥତା ଦେଇପାରିବ। ଏ 38 ବର୍ଷ ରୋଗୀ ସିଧାସଳଖ ଯୀଶୁଙ୍କ ସହିତ ନିଜର ମନକୁ ଏକ କଲା। ସେ ସମୟରେ ଇଏ ଚାଲିବାକୁ ଆରମ୍ଭ କଲା ଲେଖା ହେଇଛି। ତତ୍କ୍ଷଣାତ ଲେଖା ହେଇଛି। ତତ୍କ୍ଷଣାତ ମାନେ କଣ? ବାକ୍ୟ ଆସୁ ଆସୁ ୟା ପାଖରେ କଣ ହେଲା? ଇଏ ରୋଗ ସୁସ୍ଥ ହେଲା ଆଉ ନିଜର ଖଟକୁ ସିଧା ବୋହିକି ଚାଲିଲା। ହୁଁ। ସତରେ ଆମେ ମଧ୍ୟ ବାକ୍ୟକୁ ଶୁଣିକି ଯଦି ଆମେ ପ୍ରତି ମୁହୂର୍ତ୍ତରେ ନିଜର ଚିନ୍ତାକୁ ଫିଙ୍ଗୁଛୁ, ପ୍ରଭୁଙ୍କ ବାକ୍ୟ ଆଡକୁ ଯେତେବେଳେ ଫେରୁଛୁ, ତ ସେ ସମୟରେ କୌଣସି ବିଷୟ ନାହିଁ ଆମକୁ ପ୍ରକୃତିରେ ବାନ୍ଧି ପାରିବ। ହୁଁ। ଆତ୍ମିକ ଜୀବନ ବଞ୍ଚିବାଟା ବେଶୀ ସହଜ, ବାକ୍ୟ ବିଶ୍ୱାସ କରିବାଟା ବେଶୀ ସହଜ। ଆ ବାଇବଲ ପଢିବାଟା ମଧ୍ୟ ବେଶୀ ସହଜ, ପ୍ରେଜେଣ୍ଟେସନ ଲେଖିବାଟା ମଧ୍ୟ ବେଶୀ ସହଜ। କିନ୍ତୁ ମତେ କାହିଁକି କଷ୍ଟ ଲାଗୁଛି? କୋଉ କାରଣ ପାଇଁ ମତେ କଷ୍ଟ ପ୍ରକୃତିରେ ଆସୁଛି? ଯେହେତୁ ମୁଁ ପ୍ରଭୁଙ୍କର ବାକ୍ୟ ଆସୁଛି ମୋ ପାଖରେ, ମୁଁ ସେ ବାକ୍ୟ ପ୍ରତି ମଧ୍ୟ ଡାଉଟ କରୁଛି। ସତରେ ଏମିତି ହବ କି ମୋର ଲାଇଫରେ? ସତରେ ମୁଁ କଣ ଏମିତି ବଞ୍ଚି ପାରିବି କି? ସତରେ ମୁଁ କଣ ଏ ପ୍ରକାର ଲୋକ? ଆମେ ଏ ପ୍ରକାର ବିଚାର କରୁଛୁ, ଏ ପ୍ରକାର ଚିନ୍ତା କରୁଛୁ ନିଜକୁ ଦେଖିକି। କିନ୍ତୁ ଭାଇଭଳାନେ ପରମେଶ୍ୱର ଆମକୁ ନିଜକୁ ଦେଖିବା ପାଇଁ ବନେଇ ନାହାନ୍ତି। ପରମେଶ୍ୱର ଆମକୁ ଯୀଶୁଙ୍କୁ ଅନେଇବା ପାଇଁ କହୁଛନ୍ତି। ଆମେ ଯଦି ଯୀଶୁଙ୍କୁ ଅନେଇକି ଜୀବନ ବଞ୍ଚୁ, ସେ ଜାଗାରେ ସତରେ ବେଶୀ ଖୁସି ଅଛି। ଆଉ ସେ ଜାଗାରେ ମୁଁ ଖୁସିରେ ପ୍ରକୃତିରେ ବଞ୍ଚି ପାରିବି, ଆଶାରେ ପ୍ରକୃତିରେ ପୃଥିବୀରେ ପ୍ରକୃତିରେ ବଞ୍ଚି ପାରିବି। ସେଥିପାଇଁ ଆପଣମାନେ ମଧ୍ୟ ଯେତେବେଳେ ବଞ୍ଚୁ ଅଛନ୍ତି, ନିଜକୁ ଦେଖନ୍ତୁ ନାହିଁ। ନିଜେ କି ପ୍ରକାର ନିଜର ଜୀବନ କେମିତି, କୋଉ ପ୍ରକାର ଲାଇଫ କାଟିଲେ ସେଇଟା ଗୁରୁତ୍ୱପୂର୍ଣ୍ଣ ନାହିଁ। କିନ୍ତୁ ପ୍ରେଜେଣ୍ଟ ସିଚୁଏସନରେ ମଧ୍ୟ ପ୍ରଭୁ ଆପଣମାନଙ୍କୁ କଣ କହିବା ପାଇଁ ଚାହାନ୍ତି? ନିଜର ରାସ୍ତାକୁ ବଦଳେଇ ଦିଅ, ନିଜର ସ୍ଥାନକୁ ତମେ ଚେଞ୍ଜ କର କହୁଛନ୍ତି। ତ ସେତିକି ଖାଲି। ଯୀଶୁ କହୁନାହାନ୍ତି ତମର ପାପକୁ ତମେ ସଫା କର, ଯୀଶୁ କହୁନାହାନ୍ତି ତମର ପାପକୁ ତମେ ଧୁଅ, କିନ୍ତୁ ଯୀଶୁ କହୁଛନ୍ତି ତମେ ଯା ଉଠେ ନିଜର ଖଟିଆ ଘେନିକି ଚାଲେ। ଏହାର ମିନିଂ କଣ? ଯୀଶୁ କହିବା ପାଇଁ ଚାହୁଁନ୍ତି ମୁଁ ଯେମିତି ବାକ୍ୟ ଦେଲି ସେମିତି ଗ୍ରହଣ କରେ, ବାକ୍ୟ ସହିତ ଆଉ କିଛି ମିକ୍ସ କରେ ନା। ଏଁ? କିନ୍ତୁ ସେଠି ଜଣେ ଲୋକ ଆସୁଛି ଆମର ବାକ୍ୟ ସହିତ ଆମକୁ କିଛି ଗୋଟେ ମିକ୍ସ କରୁଛି। ଏଁ? ସେଥିପାଇଁ ଏଁ, ଯେତେବେଳେ ଆମେ ମିକ୍ସିଂ ର ଜୀବନ ବଞ୍ଚିବୁ, ଆମେ କେବେ ମତେ ବାକ୍ୟ ଗ୍ରହଣ କରିବୁ ନାହିଁ। ସେଥିପାଇଁ ଆପଣମାନେ ମଧ୍ୟ ଯେତେବେଳେ ଜୀବନ ବଞ୍ଚୁଛନ୍ତି ଦୈନନ୍ଦିନ ଜୀବନ, ତ ଚିନ୍ତା କରନ୍ତୁ ପ୍ରଭୁ ଆପଣଙ୍କ ହୃଦୟରେ କଣ ଦେବା ପାଇଁ ଚାହୁଁଛନ୍ତି, କୋଉ ପ୍ରକାର ରାସ୍ତାରେ କଢେଇକି ନେବା ପାଇଁ ଚାହୁଁଛନ୍ତି। ଆପଣମାନେ ଯଦି ଜାଣିବେ, ପ୍ରଭୁଙ୍କ ସହିତ ମନ ହୃଦୟ ଏକ କରିକି ପ୍ରଭୁତରେ ବଞ୍ଚିବେ। ପ୍ରଭୁଙ୍କ ସହିତ ଏକ ମନ ହୃଦୟ କରିକି ବଞ୍ଚିବାଟା ଏଇଟା ବେଶୀ ଖୁସିର ଦିନ।
ଖୁସିର ସମୟ। ରମ୍ୟ ପୁସ୍ତକ 5 ପର୍ବର ବାକ୍ୟ ଦେଖନ୍ତୁ କଣ ଲେଖା ହେଇଛି। ରମ୍ୟ ପୁସ୍ତକ 5:1। ମୋତେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ। ତ ଏ ଜାଗାରେ କାହା ସହିତ ଆମେ ଶାନ୍ତିରେ ରହିପାରିବୁ? ଖ୍ରୀଷ୍ଟଙ୍କ ସହିତ ଲେଖା ହେଇଛି। ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ ଲେଖା ହେଇଛି। ତାପରେ ମୁଁ ଶାନ୍ତିର ଲୋକ ନା ନାହିଁ? ପରମେଶ୍ୱର ମତେ ମୋର ହୃଦୟରେ ଶାନ୍ତିରେ ବଞ୍ଚି ପାରିବା ଲୋକ ମତେ ବନେଇଛନ୍ତି ନା ନାଇଁ? ବନେଇଛନ୍ତି। ସେଥିପାଇଁ ମୁଁ ଆଶା କରେ ଆପଣ ମାନେ ଏ ପ୍ରକାର ବିଶ୍ୱାସ ଦ୍ୱାରା ପ୍ରଭୁତରେ ବଞ୍ଚିବେ, ଆଉ ବିଶ୍ୱାସ ଦ୍ୱାରା ପ୍ରଭୁତରେ ଏ ପରମେଶ୍ୱରଙ୍କ ଦ୍ୱାରା କଢେଇକି ନିଆଯିବେ, ମଣ୍ଡଳୀ ଦ୍ୱାରା କଢେଇକି ନିଆଯିବେ। ମୁଁ ଗତକାଲି ମଧ୍ୟ ସେଠି କନେକ୍ସନ ବିଷୟରେ କହିଲି, ପରମେଶ୍ୱରଙ୍କ ସହିତ ହୃଦୟ ଫ୍ଲୋ ହେବା ବିଷୟରେ କହିଲି। ଗତକାଲିର ବାକ୍ୟକୁ ମଧ୍ୟ ଚିନ୍ତା କରନ୍ତୁ, ଆଉ ଆପଣମାନେ ପ୍ରଭୁତରେ ବଞ୍ଚନ୍ତୁ। ତ ମୁଁ ଆଶା କରେ ଆଜି ଏ ବାକ୍ୟ ଦ୍ୱାରା ହୃଦୟରେ ଖୁସି ଆନନ୍ଦ ଆପଣମାନେ ପାଇପାରିବେ। ଆଉ ଆଜି ମୁଁ ଏତିକି କହିବି, ଆମେ ଶେଷ କରିବା। ମୁଁ ପ୍ରାର୍ଥନା କରିବି, ତାପରେ ସମୟ ସମାପ୍ତ କରିବା। ମଙ୍ଗଳମୟ ପରମେଶ୍ୱର ପିତା, ଧନ୍ୟବାଦ ଦଉଛୁ ଆଜି ସକାଳେ ଆମମାନଙ୍କୁ ଯୌନ ପୁସ୍ତକ 5 ପର୍ବର ବାକ୍ୟକୁ ଦେଇକି ଗୋଟେ ବିଷୟ କହିଲ ପିତା। ଆଉ ଉଠ ନିଜର ଖଟିଆ ଘେନିକି ଚାଲ। ଉଠ ନିଜର ଖଟିଆ ଘେନିକି ଚାଲ, ଏହାର ମିନିଂ ହଉଛି ପ୍ରଭୁ କୌଣସି ବିଷୟକୁ ତମେ ଦେଖ ନାହିଁ ଯାହା ତମେ ପାଷ୍ଟରେ ଜୀବନ ପ୍ରଭୁତ୍ୱରେ ବଞ୍ଚି ଅଛ, କିନ୍ତୁ ପ୍ରେଜେଣ୍ଟ ସିଚୁଏସନରେ ପ୍ରଭୁ ତମକୁ କହିବା ପାଇଁ ଚାହୁଁଛନ୍ତି ତମେ ଉଠ ଆଉ ନିଜର ଖଟିଆ ଘେନିକି ଚାଲ। ପରମେଶ୍ୱର ଏ ବିଷୟ ବାକ୍ୟ ଆମେ ଯେତେବେଳେ ଦେଖୁଛୁ, ଆଉ ପରମେଶ୍ୱର ଆମମାନଙ୍କୁ ପ୍ରେମ କରୁଛନ୍ତି, ଦୟା କରୁଛନ୍ତି, ଅନୁଗ୍ରହ ଦେବା ପାଇଁ ଚାହୁଁଛନ୍ତି। ଯେମିତି ଦାଉଦ ଜୋନାଥନ ପାଇଁ ସେଠି ଦୟା ପ୍ରକାଶ କରିବା ପାଇଁ ଚାହୁଁଛନ୍ତି ମଫିବୋଶତ ପ୍ରତି। ଦାଉଦ କହିଲେ, ସାଉଲ ବଂଶରେ ଯାହା ପ୍ରଭୁଥିରେ ମୁଁ ଭୂମିକୁ ହରଣ କରିଥିଲି ମୁଁ ସବୁକୁ ଫେରେଇ ଦେବି। ତୁ ଭୟ କରେ ନା, ତୁ ନିତ୍ୟ ମୋ ରାଜମେଜରେ ବସିକି ତୁ ମୋ ସହିତ ଭୋଜନ କରିବୁ। ସତରେ ମଫିବୋଶତର ଲାଇଫ୍ ବି ଆମେ ଦେଖୁଛୁ, ସେ କେବେ ମଧ୍ୟ ଦାଉଦ ସହିତ ବଞ୍ଚି ପାରିବ ନାହିଁ, ଦାଉଦ ପାଖରେ ସେ ଖାଇପାରିବ ନାହିଁ। କିନ୍ତୁ ପରମେଶ୍ୱର ସେଠି ଜୋନାଥନ ପାଇଁ ଦାଉଦ ଦ୍ୱାରା ଅନୁଗ୍ରହ ଦଉଛନ୍ତି। ପରମେଶ୍ୱର ପିତା, ଆଜି ମଧ୍ୟ ତୁମେ ଆମମାନଙ୍କୁ ଅନୁଗ୍ରହ ଦେଲ, ଦୟାକୁ ଦେଲ, ସେଥିପାଇଁ ବେଶୀ ଧନ୍ୟବାଦ ଦଉଛି। ଆଉ ଆମ ସମସ୍ତଙ୍କୁ ତୁମେ କଢେଇକି ନିଅ, ପ୍ରାର୍ଥନା ଶୁଣି ଅଛ। ଧନ୍ୟବାଦ ଦେଇନା ଯେହେତୁ ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛି, ଆମେନ୍।